ସତ୍ୟକେଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ସ୍ଥାନୀୟ ଷ୍ଟେସନ କ୍ଲବ ପଡ଼ିଆରେ ସଦର ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବାଲେଶ୍ୱରର ପ୍ରାକ୍ତନ ବିଧାୟକ ତଥା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡ଼ିର 24 ବର୍ଷର ଶାସନ କାଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରଖିଥିଲେ। ସହରଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚାରିଆଡ଼େ ବିକାଶକୁ ଚରମ ସୀମା ପହଞ୍ଚାଇ ପାରିଥିଲେ। ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅନେକ ଯୋଜନା କରିଥିଲେ। ତନ୍ମଧ୍ୟରୁ BSKY, ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତାର ଅର୍ଥରାଶିକୁ ବଢ଼ାଇବା, ବିଭିନ୍ନ କୃଷକ କଲ୍ୟାଣ ଯୋଜନା ସମେତ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଯୋଜନା କରି ଓଡ଼ିଶାର ବିକାଶ ପାଇଁ ବିଜୁ ଜନତା ଦଳ କାର୍ଯ୍ୟ ଜାରି ରଖିଥିଲା। କିନ୍ତୁ ଏବେର ବିଜେପି ସରକାର ବିକାଶ କରିବା ପରିବର୍ତ୍ତେ ସମାଜରେ ହିଂସାର ବାତାବରଣ ସୃଷ୍ଟି କରି ସାମାଜିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାରେ ଲାଗିଛି। ନାରୀ ନିର୍ଯାତନା ଚରମ ସୀମାରେ ପହଞ୍ଚିଛି। ଏଭଳି ଜନସ୍ୱାର୍ଥ ବିରୋଧୀ ସରକାର ବିରୋଧରେ ବିଜେଡି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଦାସ କହିଥିଲେ। କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ରଞ୍ଜନ ବାଗ ଅଧ୍ୟକ୍ଷତା କରି ଆଜିର ଏହି ସମାବେଶରେ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ପୌର ପରିଷଦର ଉପାଧ୍ୟକ୍ଷ କୈଳାସ ସେଠୀ, ସଦର ବିଜେଡିର ସଭାପତି ବସନ୍ତ ପଣ୍ଡା, ଯୁବ ନେତା ସଂଗ୍ରାମ ମଲ୍ଲିକ, ପ୍ରାକ୍ତନ ଉପନଗରପାଳ ମନୋଜ କୁମାର ରାଉତ, ସଦର ମହିଳା ବିଜେଡିର ସଭାନେତ୍ରୀ ମୀନା ମହାନ୍ତି, ପ୍ରଫୁଲ୍ଲ ଜେନା, ବରିଷ୍ଠ ନେତା କୈଳାସ ବିହାରୀ ଦାସ, ଶେଖ ସାକିର, ବିଶ୍ୱଜିତ ମହାପାତ୍ର, ପ୍ରାକ୍ତନ କାଉନସିଲର ସଞ୍ଜୟ ବେହେରା, ମିଡିଆ ସେଲ୍ କୋଅର୍ଡିନେଟର ଧୀରେନ ନାୟକ, ଯୁବ ନେତା ରିତିକ ଜି, କାଉନସିଲର ସର୍ବସ୍ୱ ଶେଖ ଆୟୁବ, ମିତା ପଟ୍ଟନାୟକ, ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ସନ୍ଧ୍ୟାରାଣୀ ଜେନା, ଶଶିରେଖା ମହାନ୍ତି, ମିରାଜ ବାନୁ, କବିତା ମାରାଣ୍ଡି, ସବିତା ଦାସ, ନଳିନୀରଞ୍ଜନ ଦାସ, ଯୁବନେତା ବାପୁ ତିଆଡ଼ି, ଛାତ୍ର ନେତା ବିଭୁଦତ୍ତ ପରିଡ଼ା, ଦେବାଶିଷ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପିର ବିଭିନ୍ନ ନୀତିକୁ ତୀବ୍ର ବିରୋଧ କରିଥିଲେ। ମନୋଜ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆଜି ସକାଳେ DIC ଅଫିସ ସମ୍ମୁଖରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଏବଂ ଫାଣ୍ଡି ଛକରେ ଥିବା ପ୍ରତିମୂର୍ତ୍ତିରେ ଦଳ ପକ୍ଷରୁ ଏକ ବାଇକ୍ ଶୋଭାଯାତ୍ରାରେ ଯାଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଧନ୍ୟବାଦ।